ରାଧେ ରାଧେ ଜୟ ଜଗନ୍ନାଥ ବନ୍ଧୁମାନେ। ମୁଁ ଆଜି ବର୍ତ୍ତମାନ କେନ୍ଦ୍ରାପଡ଼ା ଘରେ ଅଛି, ଛାତ ଉପରେ ବସିଛି। ଏଇ ପଛପଟଟା ମୋର ଗୋଟେ ସିଙ୍ଗିଲ୍ ରୁମ୍, ତାରି ଦ୍ୱାରରେ ବସିଛି। ଗୋଟେ କଥା ଆଜି ପ୍ରସଙ୍ଗକୁ ଆସିବା, ଆଲୋଚନା କରିବା। ଗୋପୀ କୃଷ୍ଣଙ୍କର ଅତି ପ୍ରିୟ ହେଉଛନ୍ତି ଗୋପୀମାନେ। ଗୋପୀ କ'ଣ ପାଇଁ ସେ ପ୍ରିୟ କହିଲେ? ଆମେ ଯଦି ଗୋପୀ ଶବ୍ଦ ଜଣେ ଅନପଢ଼ ଲୋକଙ୍କୁ, ଅନପଢ଼ ହେଉ କିମ୍ବା ଏ ସମ୍ବନ୍ଧୀୟ ଯଦି କେହି ଜାଣିନଥିବା ଲୋକଙ୍କୁ ପଚାରିବା, ସେ ତତ୍କ୍ଷଣାତ୍ ତାର ବ୍ରେନ୍ରେ ଆସିବ ଗୋପୀ ହେଉଛି କିଏ ନା ଗୋଟେ ଅନପଢ଼ ଗାଉଁଲି ଗୋପାଳୁଣୀ, ଗୌଡ଼ୁଣୀ, ପାଠ ପଢ଼ିନଥିବା ଗାଉଁଲି ଗୋପାଳୁଣୀଟିଏ। ଏ କଥା ତା ବ୍ରେନ୍କୁ ଆସିବ। ସିଏ ହେଉଛନ୍ତି କୃଷ୍ଣଙ୍କର ସବୁଠୁ ପ୍ରିୟ ଭଗବାନ। କୃଷ୍ଣ ହେଉଛନ୍ତି ଭଗବାନ, ତାଙ୍କଠୁ ଭଗବାନ କେହି ନାହାନ୍ତି। ସିଏ ହେଉଛନ୍ତି ପ୍ରକୃତ ସୃଷ୍ଟିକର୍ତ୍ତା। ଯେତେ ଭଗବାନଙ୍କୁ ଆମେ ଦେଖୁଛେ, ବିଷ୍ଣୁଠୁ ଆରମ୍ଭ କରି ଶିବ ପର୍ଯ୍ୟନ୍ତ, ବ୍ରହ୍ମାଠୁ ଆରମ୍ଭ କରି ନାରଦ ପର୍ଯ୍ୟନ୍ତ, ତାଙ୍କର ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ କୃଷ୍ଣ। ତାଙ୍କଠୁ ସମସ୍ତେ ସୃଷ୍ଟି। ଆଚ୍ଛା, କୃଷ୍ଣଙ୍କର ସବୁଠୁ ଶ୍ରେଷ୍ଠ ପ୍ରିୟ ହେଉଛନ୍ତି ଗୋପୀମାନେ। କ'ଣ ପାଇଁ? ଭାବୁଥିବେ ଅସୁନ୍ଦର କି? ଅସୁନ୍ଦର ନୁହଁ, ସୁନ୍ଦର ମଧ୍ୟ। ଗୁଣ ମଧ୍ୟ ସେଇଭଳିଆ, ତାଠୁ ସୁନ୍ଦର। ଗୋପୀମାନେ ଦେଖିବାକୁ ବହୁତ ସୁନ୍ଦର, ତାଙ୍କ ସୁନ୍ଦରତାର ପଟାନ୍ତର ନାହିଁ। ଆମେ ଜାଣିଛେ, ଶୁଣିଛେ ଯେ ଯିଏ ନିହାତି ସୁନ୍ଦରୀ ଝିଅଟାକୁ ଦେଖିବା, ତାକୁ କ'ଣ ଗାଉଁଲି ମତରେ କୁହାଯାଏ? ଅପ୍ସରା ଭଳିଆ ଦେଖାହେଉଛି, ଅପ୍ସରା ଭଳିଆ ଦେଖାହେଉଛି। ଅପ୍ସରା କିଏ ନା ଯିଏ ସ୍ୱର୍ଗରେ ରହନ୍ତି, ସବୁଠୁ ସୁନ୍ଦରୀ, ସ୍ୱର୍ଗରେ ନୃତ୍ୟ କରନ୍ତି, ସୁନ୍ଦରୀ ସେ। ଆମ ଗାଁ ଗାଉଁଲିରେ ଆମେ ତାଙ୍କୁ କହିବା ଅପ୍ସରା ଭଳିଆ ଦେଖାହେଉଛି। ସେ ଯେଉଁ ସ୍ୱର୍ଗରେ ଯେଉଁ ଅପ୍ସରା ରହନ୍ତି, ଯେତେ ଅପ୍ସରା ଅଛନ୍ତି, ସମସ୍ତ ଅପ୍ସରାଙ୍କର ସମଗ୍ର ସୁନ୍ଦରତାକୁ ଆଣି ଯଦି ଗୋଟିଏ ଗୋପୀ ପାଖରେ ରଖିବା, ସିଏ ହେଉଛି ଗୋଟିଏ ଗୋପୀ। ଚିନ୍ତା କରନ୍ତୁ, କେତେ ଗୋପୀ, କେତେ ଗୋପୀ, କେତେ ଅପ୍ସରାଙ୍କର ସୁନ୍ଦରତା ତାଙ୍କ ପାଖରେ ଅଛି। ବହୁ ସୁନ୍ଦର ଦେଖିବା ଲାଗେ। ଆଉ ଗୁଡ଼ିଏ ମଧ୍ୟ ଗୋପୀମାନଙ୍କର ତାଠୁ ସୁନ୍ଦର। କୃଷ୍ଣ କେବେ ହେଲେ ସୁନ୍ଦରତାକୁ ଚାହାନ୍ତିନି, ମନକୁ ଦେଖନ୍ତି, ଭାବକୁ ଦେଖନ୍ତି। ସେ ସୁନ୍ଦର ପ୍ଲସ୍ ଭାବ ମଧ୍ୟ ସୁନ୍ଦର। ଭାବ କ'ଣ ନା ଗୋପୀ ଭାବ। ଗୋପୀ ଭାବ ହେଉଛି କେବଳ କୃଷ୍ଣ ଚିନ୍ତନ, କେବଳ କୃଷ୍ଣ ଚିନ୍ତନ। ଚିନ୍ତନ ମାନେ କୃଷ୍ଣଙ୍କର ଭଲ ଚାହିଁବା, କୃଷ୍ଣଙ୍କର ମଙ୍ଗଳ ଚାହିଁବା, କୃଷ୍ଣଙ୍କର ସର୍ବମଙ୍ଗଳ ଚାହିଁବା ହେଉଛି ଗୋପୀମାନଙ୍କର କଥା। କୃଷ୍ଣ କେମିତି ଖାଇବେ, କେମିତି ଚାଲିବେ, କେମିତି ତାଙ୍କ ପାଦରେ କେମିତି କଣ୍ଟାଟିଏ ନ ଫୁଟିବ, କେମିତି ଭଲରେ ରହିବେ, ମଙ୍ଗଳରେ ରହିବେ, କୃଷ୍ଣଙ୍କର ସବୁବେଳେ ମଙ୍ଗଳ ବିଧାନ କରନ୍ତି। ସେ ହେଉଛନ୍ତି ଗୋପୀ।